ଓ ଆମେ ଶୁଣିବାକୁ ପାଇଲୁ ଆମର ରାୟଗଡ଼ା ଡିଷ୍ଟ୍ରିକ୍ଟର ଏଇ ଚାଟିକଣା ହାଟକୁ ଆସୁଛନ୍ତି ଫରେନର ଯାକ। ସେ ଖୁସିରେ ଦେଖିବାକୁ ଚାଲିଲୁ ଫରେନର ମାନଙ୍କୁ। ଏଇଠି ଆସୁ ଆସୁ ଦେଖିବାକୁ ମିଳିଲେ ଗୋଟେ ଦୁଇଟା ଲେଡିଜ ଆଉ ଗୋଟେ ଇଣ୍ଡିଆନ ଜଣେ। ହଉ ଦେଖିବାକୁ ଭଲ ସୁନ୍ଦର ବି ଅଛନ୍ତି, କାହିଁକିନା ହ୍ୱାଇଟ୍ ଅଛନ୍ତି। ହଉ ଆମେ ତ ହାଟ ବୁଲିବା ଆଉ ଫରେନର ମାନଙ୍କୁ ଖୋଜି ପାଇବା, ଦେଖିବା ଆଉ କିଏ କିଏ ଫରେନର ଯାକ ଆସୁଛନ୍ତି ଦେଖି ବୁଲିବା। ଚାଲ ଏଇଟା ଆମେ ହାଟ ବୁଲି ଦେଖିବା। ହାଟରେ ତ ଇଆଡେ ସିଆଡେ ସାମାନ ସବୁ ଆଣିଛନ୍ତି, ଦେଖିବାକୁ ବହୁତ ଭଲ ଲାଗୁଛି। ଆଉ ଇଆଡେ କପଡ଼ା ଲତା ସବୁ ପନିପରିବା ଆମର କଣ ବୋଲେ अरे कहना क्या चाहते हो? ଶୁଖୁଆ ଶାବଳ ଶୁଖୁଆ ଆଉ ବିଭିନ୍ନ ପ୍ରକାର ଶୁଖୁଆ ଆଣିକି ଆସିଛନ୍ତି। ଆଉ କପଡ଼ା ମଧ୍ୟ ଏଠି ବିକାବିକି କରୁଛନ୍ତି। ସାଇଡରେ ପନିପରିବା ବିକୁଛନ୍ତି ଆଉ ପୂଜା ସାମଗ୍ରୀ ବିକାବିକି କରୁଛନ୍ତି। ସାଇଡରେ ଟମାଟୋ ବେପାର ସବୁ ପ୍ରକାର ଏଠି ମିଳିଥାଏ। ସେଥିପାଇଁ ଏଠି ଟୁରିଷ୍ଟ ମଧ୍ୟ ଆସିଥାନ୍ତି। ଆମର ଆଉଟ କଣ୍ଟ୍ରି ଫରେନର ଲୋକମାନେ ମଧ୍ୟ ଏଠି ଆସିଥାନ୍ତି। ହଉ ଆମେ ତ ଖାଲି ଦେଖିବାର ଅଛି, କିଛି କିଣିବାର ନାହିଁ। ଆମର ପାଖରେ କିଛି ନାହିଁ, କିନ୍ତୁ ମୋବାଇଲ ଅଛି, ସେଥିପାଇଁ ଭିଡ଼ିଓ ବନେଇବା। ଆମର ତ ଆଉ ଅକାତ ନାହିଁ। ଓ ଭାଇ ଶୁଣ ଆମକୁ ଟିକେ ସାଇଡ ଦିଅ, ଆମେ ତ ଆଗକୁ ଯିବୁ। ପିଆଜ ବି ବିକାବିକି ହେଉଛି। ଆମେ 2 ଜଣ ହେଇଥିଲେ କିଛି ଚିକେନ ନେଇକି ଫୁଲ ରସୁଣ ଆଉ ବେସର ଦେଇ ମସ୍ତ କରି ରାନ୍ଧି କରି ଖାଇଥାନ୍ତୁ। କିନ୍ତୁ ମୁଁ ଜଣେ, ମୁଁ ତ କିଛି କରିପାରିବି ନାହିଁ। ସେଥିପାଇଁ ବୋଲିକି ମୁଁ ଆଉ କିଛି ଦେଖା ଦେଖି କରିନାହିଁ, ଆଗକୁ ପୁରା ଚାଲିଲି। ଇଆଡେ ସିଆଡେ ଦେଖୁଛି କିଏ ଫରେନର ଦେଖାଯାଉନାହାନ୍ତି। ତାଙ୍କେ 2ଟା ହିଁ ଫରେନର ଦେଖାଗଲେ ସେତିକି ସନ୍ତୁଷ୍ଟ ହେଇଯିବା, କାହିଁକିନା ଆମର ଭାଗ୍ୟରେ ଥିଲେ ସେତିକି 2 ଜଣ ଦେଖିବାର। ହଉ ଆମେ ଆଗକୁ ଯିବା ଚାଲ। ଆଉ ଆଗକୁ ଯାଉ ଦେଖିବାକୁ ମିଳିଲା ଏଇ ସାଇଡରୁ ମନ୍ଦିର ଯିବାର। ହଉ ଆମେ ମନ୍ଦିର ଟିକେ ଦର୍ଶନ କରିକି ଯିବା। ଚାଲ ମନ୍ଦିର ଦେଖିବା ପାଇଁ ଯିବା। ଉପରେ ଯାଉଛି ଟ୍ରେନ, ଆମେ ଅଛୁ ତଳେ, କିନ୍ତୁ ଆମେ ସମ୍ଭାଳି ଦେଇଛୁ ଟ୍ରେନକୁ। ଚାଲ ଆମେ ତ ଟ୍ରେନକୁ ଅଟକେଇ ଦେଇକି ପଳେଇଲୁ ଭିତର ଆଡୁ। ଆମେ କାହିଁକିନା ମନ୍ଦିର ଦେଖିବା ପାଇଁ ଯାଉଛୁ, ମହାଦେବଙ୍କ ଆଶୀର୍ବାଦ ଅଛି, ସେଥିପାଇଁ ବୋଧେ ଆମକୁ କିଛି ହେଲା ନାହିଁ। ଆମେ ଟ୍ରେନକୁ ଭୁଇଁ ଦେଇ ପଳେଇ ଆସିଲୁ। ହଉ ଚାଲ ଆମେ ତ ଖାଲି ଡାଇଲଟ ମାରୁଛୁ, କିଛି କାମକୁ ନାହିଁ। ଆମେ ହର୍ନ ମାରି ଚାଲୁ ଆମର ଆଉ ମନ୍ଦିର ଆଡକୁ ଗଲା ସମୟରେ ସାଇଡ ଆଡେ ବି ଭଲ ଭ୍ୟୁ ବି ଅଛି, ଦେଖିବାକୁ ଭଲ ସୁନ୍ଦର ବି ଲାଗୁଛି। ଚାଲ ମୁଡ଼ି ଚାଲ, ଦେଖିଲ ଚାଲ, ଆଉ ଦେଖିବା ନାହିଁ। ହଉ ଯିବା। ଯାଉ ପହଞ୍ଚିଲୁ ମନ୍ଦିର ପାଖକୁ। ଦେଖନ୍ତୁ ସାମ୍ନାରେ ଅଛି ମନ୍ଦିର ଗେଟ୍, ଆମର ଯୋଉଟା କି ଏଣ୍ଟ୍ରାନ୍ସଟା। ଆମେ ସେ ମଧ୍ୟରୁ ଗଳି ଯିବା, ନ ଗଳି ଜାଣିଲେ ସାଇଡ ଆଡୁ ପଳେଇ ଯିବା। ହଉ ଚାଲ ଯିବା ଆମର ମନ୍ଦିର ଭିତରକୁ। ବାଇକଟି ଏଠି ରଖା ହେଇଛି, ଆମେ ଭାବିଲୁ ବାଇକ ଏଣ୍ଟ୍ରି ନାହିଁ, ଆମେ ତ ଏଣ୍ଟ୍ରି କରିଦେଲୁ। ହଉ ଚାଲ ପହଞ୍ଚୁ ଆମେ ରଖିଲୁ ବାଇକ, ନ ରଖିଲେ ଯାଇ ହେବ ନାହିଁ। ସେଥିପାଇଁ ବାଇକ ଏଠି ଷ୍ଟାଣ୍ଡ ମାରି ଆମେ ଚାଲିଲୁ। ହଉ ସମସ୍ତେ ଚାଲିଲେ, ଆମେ ତ ମନ୍ଦିର ଭିତରେ ଆସିଲୁ। ମନ୍ଦିର ଭିତରେ ଆସୁ ଦେଖିବାକୁ ମିଳିଲା ସାଇଡ ଭ୍ୟୁ। ସାଇଡରେ ଇଆଡେ ସିଆଡେ ଦେଖିଲୁ, ଟିକେ ସୁନ୍ଦର ମଧ୍ୟ ଲାଗୁଛି। ଫଟୋ ତ ଉଠେଇ ହେବ ନାହିଁ, କାହିଁକିନା ମୁଁ ଜଣେ, ଉଠେଇଲେ ସେଲ୍ଫି। ଆମର ଏଠି ଭଗବାନ ବି ଅପେକ୍ଷା କରିଛନ୍ତି, ଆମେ ଟିକେ ଦର୍ଶନ କରିଦେବା ପ୍ରଭୁ ଆମର ମହାଦେବଙ୍କୁ, କାହିଁକିନା ତାଙ୍କ ଆଶୀର୍ବାଦ ଦ୍ୱାରା ହିଁ ଆମେ ତାଙ୍କ ପାଖରେ ପହଞ୍ଚିଛୁ। ହଉ ପ୍ରଭୁ କ୍ଷମା କରିବେ ଆମେ ଏମିତି କରୁଥିବାରୁ। ଆମେ ଟିକେ ଦର୍ଶନ କରିଦେବା। ହେ ମହାଦେବ କି ଜୟ ହଉ। ପ୍ରଭୁଙ୍କୁ ଦର୍ଶନ କରିସାରିଲା ପରେ ସାଇଡରେ ଦେଖିବାକୁ ମିଳିଲା ସୁନ୍ଦର ଭ୍ୟୁଟି। ସେଠି ପାଣି ପଡୁଥିଲା, ପାଣି ପଡୁ ଉପରେ ଆସିଲୁ। ଉପରେ ଆସି ଦେଖିଲୁ ଭଗବାନଙ୍କୁ ନାହିଁ ଯେ ଆମେ ମନ୍ଦିରକୁ ଟିକେ ଦେଖିଦେଲୁ। ଏମିତି ଦେଖାଯାଉଛି ଉପରୁ ମନ୍ଦିର। ହଉ ହେଇଗଲା, ଚାଲ ଯିବା। ଆମେ ଇଆଡେ ସିଆଡେ ଦେଖୁଛୁ ପାଣିକୁ, କାହିଁକିନା ଚାରିଆଡୁ ପାଣି ଆସୁଛି। ପାଣି ତ ଆସୁଛି ଖସି, ଆମେ ତ ଯାଉନୁ ବସି। ହଉ ଦେଖିବା ଚାଲ, ଆମର ପାଣି କୁଆଡୁ ଆସୁଛି ଦେଖି ବୁଲିବା। ଚାଲ ଉପରକୁ, ଆଉ ଚାଲ କୋଉ ଏଠି ଭଗବାନଙ୍କୁ ଟିକେ ଦର୍ଶନ କରିଦେଲୁ। ଭିତରେ ମଧ୍ୟ ଭଗବାନ ଅଛନ୍ତି, ଆମକୁ ଡର ଲାଗିଲା ଭିତରକୁ ଯିବାର। ଉପରେ ମଧ୍ୟ ଚିତ୍ର କରିଛନ୍ତି, ଦେଖିବାକୁ ସୁନ୍ଦର ବି ଲାଗୁଛି। ହଉ ପ୍ରଭୁ କ୍ଷମା କରିବେ, ମୁଁ ଭିତରକୁ ଯାଇପାରିବି ନାହିଁ, କାହିଁକିନା ମୁଁ ଜଣେ ଆସିଛି।
ଟିକେ ଦୟାକରି କ୍ଷମା କରିବେ। ହଉ ଇଆଡ଼େ ସିଆଡ଼େ ତ ହେଇଗଲା, ଆମେ ତ ଇଆଡ଼େ ସିଆଡ଼େ ଦେଖିଲୁ, ଆଉ କ'ଣ ଦେଖିବା, ପାଣି କୁଆଡ଼ୁ ଆସୁଛି ସେଇଟା ଖୋଜିବା। ଇଆଡ଼େ ସିଆଡ଼େ ଦେଖୁ ଦେଖୁ ପଥର ଯାକ ଆସିଲା, ଆମକୁ ଦେଖିବାକୁ ମିଳିଲେ ଆମର ସ୍କୁଲର ମାଷ୍ଟର। ଟିକେ ହସ ମଜାକରେ କହିଦେଲେ ସାର୍ ଧନ୍ୟବାଦ ସାର୍ ଦେଖିଥିବାରୁ, ହଉ ନମସ୍କାର ଆସିଲୁ ସାର୍। ଏଇଠି ଆସିକି ଆମେ ଦେଖିଲୁ ପାଣି ତଳେ ପଡ଼ୁଛି, କାହିଁକିନା ପାଣି ତ ତଳେ ହିଁ ପଡ଼ିବ, ଉପରୁ ଖସି ଆସୁଛି ପାଣି, ତଳେ ନ ଗଲେ ତ କୁଆଡ଼େ ଯିବ ନାହିଁ। ସେଥିପାଇଁ ଏଇଠି ଆମେ ଗାଧୋଇବା ଭାବିଲୁ, ଗାଧୋଇଲେ ତ ଖସିଯିବା। ସେଥିପାଇଁ ହଉ ଆମେ ତ ଗାଧୋଇବା ନାହିଁ, ପାଣି କୁଆଡ଼ୁ ଆସୁଛି ସେଇଟା ଖୋଜି ବୁଲିବା। ଆମେ ଇଆଡ଼େ ସିଆଡ଼େ ଦେଖି ବୁଲିଲୁ। ଏଠି ପିଲାମାନେ ବି ଚଢ଼ି ବୁଲୁଥିଲେ ସେ ଆମର ରେଲ କାମିରେ, ସେଥିପାଇଁ ଆମେ ସେଠି ଟିକେ ଟ୍ରାଏଲ୍ ମାରି ନେବା। ହଉ ଏଠି ଆସିଲୁ ଫୁଲ ସାହସରେ, କାହିଁକିନା ଆମର ତ କଲିଜା ନାହିଁ, ଚାଲି ଚାଲି ଗଲୁ, ଇଆଡ଼େ ସିଆଡ଼େ ହେବା, ଖସି ପଡ଼ିବା। ସେଥିପାଇଁ ଜାଗ୍ରତ ହେଇ ଚାଲିଲୁ, ନ ଗଲେ ପଡ଼ିଯିବା। ହଉ ଆଜ୍ଞା ଆମେ ତ ଖସି ପାରିବୁ ନା ସହିପାରିବୁ, ପାଣିରେ ଯାଇକି ପଡ଼ିବୁ। ହଉ ଚାଲ। ଇଆଡ଼େ ସିଆଡ଼େ ଦେଖିଲୁ ପାଣିରେ ଗାଧୋଇବା ପାଇଁ ବହୁତ ଇଚ୍ଛା ଲାଗୁଛି, ଇଚ୍ଛା ତ ବହୁତ ଲାଗୁଛି, କିନ୍ତୁ ଲୋକ କିଏ ନାହାନ୍ତି ଭିଡ଼ିଓ ବନେଇବା ପାଇଁ। ସେଥିପାଇଁ ଆମର ଆଉ କିଛି ଉପାୟ ନାହିଁ, ଆମେ ଜଣେ ହିଁ ଚାଲିକି ଯିବା। ତଳକୁ ଖସି ଆସିଲୁ, ଦେଖିଲୁ ପାଣିଟି ଭଲ ଖସି ଆସୁଛି, ଏଠି ଆଉ କିଛି କରିହେବ ନାହିଁ। ଏଠି ମଧ୍ୟ ସେ ତଳେ ଗାଧଉଛନ୍ତି, ସାଇଡ଼ରେ ମଧ୍ୟ ଫଟୋ ଉଠାଉଠି କରୁଛନ୍ତି। ଏଇଟା ତ ବିଲରେ ପାଣି ଯାଉଛି, ସେଇଠି ଗାଧୋଇବା ପାଇଁ ବହୁତ ଇଚ୍ଛା ଲାଗୁଥିଲା, କିନ୍ତୁ ଗାଧୋଇ ହେଲା ନାହିଁ। ହଉ ଆମର ତ ଭାଗ୍ୟ ନାହିଁ, ଆଉ ନେକ୍ସଟ ଟାଇମ୍ ଆସିଲେ ଆମର ସାଙ୍ଗରେ ଆମ ସାଙ୍ଗ ପିଲାମାନଙ୍କୁ ଧରି ଆସିବା। ହଉ ଆମେ ଯିବା। ଆମର ବାଇକ୍ଟି ଦେଖିଲୁ, ଆମର ମନ୍ଦିର ଟିକେ ଦେଖିଦିଅ, ଏମିତି ଟିକେ ଦେଖାଯାଉଛି ମନ୍ଦିର ଦର୍ଶନ ସରିଲା। ଏଥର ଆମେ ଘରକୁ ଚାଲିଲୁ। ବାଏ ବାଏ, ସମସ୍ତଙ୍କୁ ନମସ୍କାର ମୋର, ଆଉ ଲାଇକ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।